ଏହି ସାତୋଟି କଥା ମାନିଲେ ଜୀବନରେ ଦୁଃଖ ଆଉ ଅଭାବ ରହିବନି। ଖରାପ ସଙ୍ଗତ ଠାରୁ ଦୂରରେ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଛାଡ଼ି ସଞ୍ଚୟ କରନ୍ତୁ। ମିଛ କୁହନ୍ତୁନି, ନ୍ୟାୟ ଓ ସତ୍ୟ ବାଟରେ ଚାଲନ୍ତୁ। ସବୁବେଳେ ପରିଶ୍ରମ କରନ୍ତୁ ଓ ଆଳସ୍ୟ ଛାଡ଼ନ୍ତୁ। ମାତା ପିତା ଓ ବଡ଼ମାନଙ୍କୁ ସମ୍ମାନ କରନ୍ତୁ। ସମୟକୁ ମୂଲ୍ୟ ଦେଇ କାମ କରନ୍ତୁ। ଭଗବାନଙ୍କୁ ଭରସା କରି ସକାରାତ୍ମକ ଚିନ୍ତା କରନ୍ତୁ। ପ୍ରତିଦିନ ଏହା ଖାଆନ୍ତୁ। କେବେ ବି ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି। ଗୋଟିଏ ସେଓ ହୃଦୟ ସୁସ୍ଥ ରହେ। ଗୋଟିଏ ଲେମ୍ବୁ ମୋଟାପଣ ହେବ ନାହିଁ। ଗୋଟିଏ ଗ୍ଲାସ କ୍ଷୀର ହାଡ଼ ମଜବୁତ ହେବ। ଗୋଟିଏ ଚାମଚ ମହୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ପ୍ରତିଦିନ 5ଟି ବାଦାମ ମସ୍ତିଷ୍କ ତୀକ୍ଷ୍ଣ ରହିବ। ଗୋଟିଏ କପ୍ ଦହି ହଜମ ପ୍ରକ୍ରିୟା ସୁସ୍ଥ ରହିବ। ପ୍ରତିଦିନ 2ଟି ଖଜୁରୀ ଦୁର୍ବଳତା ଏବଂ କ୍ଳାନ୍ତି ଦୂର ହେବ। ଗୋଟିଏ ଚିମୁଟା ହଳଦୀ ଫୁଲା ଏବଂ ଯନ୍ତ୍ରଣାରୁ ଆଶ୍ୱସ୍ତି। ଯଦି ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତେବେ ଏକା ଚାଲିବା ଏବଂ ଏକା ଜୀଇଁବା ଶିଖନ୍ତୁ। କାରଣ ଆବଶ୍ୟକତା ପଡ଼ିଲେ ଏହି ଦୁନିଆ କାହାର ବି ହୁଏ ନାହିଁ। ଜୀବନର ଗୋଟିଏ ନିୟମ ରଖନ୍ତୁ, ବନ୍ଧୁତାରେ ଗଦ୍ଦାରୀ ନାହିଁ ଏବଂ ଗଦ୍ଦାରମାନଙ୍କ ସହ ବନ୍ଧୁତା ନାହିଁ। ମଣିଷ ନିଜ ଭିତରର ଦୁର୍ବଳତା ଯୋଗୁଁ ହାରେ। ନଚେତ୍ ଦୁନିଆରେ ଏତେ ଶକ୍ତି କାହାର ଅଛି ଯେ ଆପଣଙ୍କୁ ହରାଇ ପାରିବ? ମୋ ନୀରବତାକୁ ମୋର ଅହଙ୍କାର ଭାବନ୍ତୁ ନାହିଁ। କିଛି ପରିସ୍ଥିତି ଏମିତି ଆସିଯାଇଛି ଯେ କଥା ହେବାକୁ ମନ ହେଉନାହିଁ। ମୁହଁ ଉପରେ କଡ଼ା କଥା କହୁଥିବା ଲୋକେ କେବେ ବି ଧୋକା ଦିଅନ୍ତି ନାହିଁ। ଡରିବା ତ ମିଠା କଥା କହୁଥିବା ଲୋକଙ୍କୁ, ଯେଉଁମାନେ ହୃଦୟରେ ଘୃଣା ରଖନ୍ତି ଏବଂ ସମୟ ସହ ବଦଳି ଯାଆନ୍ତି। ଦୁନିଆର ସବୁଠାରୁ ଭୁଲ ମଣିଷ ସିଏ, ଯାହାକୁ ଲାଗେ ଯେ ପ୍ରତ୍ୟେକ କଥାରେ କେବଳ ସିଏ ହିଁ ସଠିକ୍। ଭଗବାନ ସେହି ମଣିଷକୁ ଦିଅନ୍ତି ଯିଏ ବାଣ୍ଟିବା ଜାଣିଥାଏ। ସେ ଧନ ହେଉ କି ଖୁସି, କାହାଠାରୁ ପ୍ରତିଶୋଧ ନେବାର କୌଣସି ଆବଶ୍ୟକତା ନାହିଁ। କାରଣ ଖରାପ ଫଳ ଗଛରୁ ଆପେ ଆପେ ଖସି ପଡ଼େ। ମନେ ରଖନ୍ତୁ, ଜୀବନରେ ଝୁଣ୍ଟିବା ସହଜ, କିନ୍ତୁ ଝୁଣ୍ଟି ପଡ଼ି ନିଜ ଆତ୍ମସମ୍ମାନ ସହ ପୁଣି ଛିଡ଼ା ହେବା ହିଁ ପ୍ରକୃତ ମଣିଷପଣିଆ। କାହା ଆଗରେ ନିଜ ମୂଲ୍ୟ ପ୍ରମାଣିତ କରିବା ପାଇଁ ଆଉ ନିଜ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ ନୀରବତାକୁ ଶକ୍ତି ବନାନ୍ତୁ। କର୍ମରେ ମନ ଦିଅନ୍ତୁ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଯାହାର ମନ ନିର୍ମଳ ଏବଂ ଉଦ୍ଦେଶ୍ୟ ସଚୋଟ, ତାର ସାହାଯ୍ୟ ଈଶ୍ୱର ସ୍ୱୟଂ କରନ୍ତି। କିଛି ଅମୂଲ୍ୟ ଶିକ୍ଷା। ଦୁର୍ବଳଙ୍କୁ ସମ୍ମାନ ଦିଅନ୍ତୁ। ନିଜ ଘରର ଦୁର୍ବଳ ଏବଂ ଅସହାୟ ଲୋକଙ୍କୁ ଘୃଣା କିମ୍ବା ନ୍ୟୁନ ଦୃଷ୍ଟିରେ ଦେଖନ୍ତୁ ନାହିଁ। ହୋଇପାରେ ଭଗବାନ ଆପଣଙ୍କୁ ସେହିମାନଙ୍କ ଭାଗ୍ୟରୁ ହିଁ ଦାନା ପାଣି ଦେଉଛନ୍ତି। ମନର କଥା, ମୁଁ ଭଲ ନାହିଁ, ଏହି କଥା କହିବା ପାଇଁ ଜଣେ ବହୁତ ନିଜର ମଣିଷ ଦରକାର ହୁଏ। ନଚେତ୍ କେହି ପଚାରିଲେ ମୁଁ ଭଲ ଅଛି, ହଁ କହିବାକୁ ପଡ଼େ। ବାପାଙ୍କ ଅଧିକାର। କୋର୍ଟ ମ୍ୟାରେଜରେ ବାପା ମାଙ୍କ ଅନୁମତି ଏବଂ ଉପସ୍ଥିତି ବାଧ୍ୟତାମୂଳକ ହେବା ଉଚିତ। ଏହା ବାପାଙ୍କ ଘର, କୌଣସି ଅନାଥ ଆଶ୍ରମ ନୁହେଁ ଯେ 20 ବର୍ଷ ଯାଏ ଖାଇ ପିଇ କୌଣସି ଅଜଣା ମଣିଷ ସହ ବାପା ମାଙ୍କ ଇଜ୍ଜତ ଧୂଳିସାତ୍ କରି ପଳାଇ ଯିବେ। ସୀମାରେ ଚିନ୍ତା କରନ୍ତୁ। ଲୋକଙ୍କ ସହ
ସମ୍ପର୍କ ନିଭାଇ ଏତିକି ଶିଖିଲି। ସୀମାରୁ ଅଧିକ କାହା ପାଇଁ ଚିନ୍ତିତ ହେଲେ ସେହି ମଣିଷ ଆପଣଙ୍କୁ ଅଦରକାରୀ ଭାବିବାକୁ ଲାଗେ। ନାରୀର ସୌଭାଗ୍ୟ। ବାପା ମାଙ୍କ ପାଇଁ ତ ପ୍ରତ୍ୟେକ ଝିଅ ଗେହ୍ଲି ହୋଇଥାଏ, କିନ୍ତୁ ପ୍ରକୃତ ଭାଗ୍ୟବତୀ ସେହି ଝିଅ ଯିଏ ନିଜ ସ୍ୱାମୀ ବା ଜୀବନ ସାଥୀର ଗେହ୍ଲି ହୋଇପାରେ। ସଂଘର୍ଷର ମୂଲ୍ୟ। ଯେଉଁମାନେ ଆପଣଙ୍କ ସଂଘର୍ଷ ଦେଖିଛନ୍ତି ସେମାନେ ହିଁ ଆପଣଙ୍କ ସଫଳତାର ମୂଲ୍ୟ ବୁଝନ୍ତି। ଅନ୍ୟମାନଙ୍କ ପାଇଁ ତ ଆପଣ କେବଳ ଭାଗ୍ୟଶାଳୀ। ଜୟ ଶ୍ରୀ ଜଗନ୍ନାଥ।